ହାଏ ହ୍ୟାଲୋ। ମୁଁ ତୁମର ପ୍ରିୟ ତପନ ସାର୍। ଆଜି ଯୁକ୍ତ ଦୁଇର ପ୍ରଥମ ବର୍ଷର କଳା, ବାଣିଜ୍ୟ ଏବଂ ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁନ୍ଦର ଭିଡ଼ିଓ ନେଇ ଆସିଛି, ଯେଉଁଥିରେ କି ମୁଁ ତୁମକୁ ପ୍ରଥମ ପୋଏମ୍, ଯେଉଁ ଇନଭିଟେସନ୍ ୱାନ୍ରେ ପ୍ରଥମ ପୋଏମ୍ ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ ରବର୍ଟ ଫ୍ରଷ୍ଟଙ୍କ ଦ୍ୱାରା ଲିଖିତ, ତାକୁ ମୁଁ ଆଜି ବିସ୍ତୃତ ଭାବରେ ତୁମକୁ ବୁଝାଇବି। ତ ଏହି ବିଷୟଟି ପରୀକ୍ଷା ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ। ଏହି ବିଷୟରୁ ଅତି କମ୍ରେ 6ରୁ 8 ମାର୍କ ନିଶ୍ଚିନ୍ତ ଭାବରେ ପରୀକ୍ଷାରେ ଆସିବ। ତେଣୁ ତୁମେ ସମସ୍ତେ ଏହି ଭିଡ଼ିଓକୁ ମନ ଦେଇ ଦେଖ, ଆଉ ଯେଉଁ ସବୁ ଜିନିଷ ମୁଁ ତୁମ ସହିତ ଡିସ୍କସନ୍ କରୁଛି ତାକୁ ଲେଖିବ। ଆଉ ଯଦି କିଛି ଡାଉଟ୍ ଆସେ ତାହେଲେ କମେଣ୍ଟ ବକ୍ସରେ ତୁମର ଡାଉଟ୍କୁ ଲେଖିବ। ମୁଁ ନିଶ୍ଚିନ୍ତ ଭାବରେ ତାର ରିପ୍ଲାଏ ତୁମକୁ ଦେବି। ତ ଯାହା ବି ହଉ, ଚାଲ ଆମେ ଦେଖିବା କ'ଣ ଆଜି ଭିଡ଼ିଓରେ ମୁଁ ତୁମକୁ ପଢ଼େଇବାକୁ ଯାଉଛି। ଦେଖ, ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋଇ ଇଭିନିଂ, ଏଇଟା ଯେଉଁ ତୁମର ଇନଭିଟେସନ୍ ୱାନ୍ ଅଛି ସେଇଟାର ପୋଏମ୍ ଯେଉଁ ଅଛି, ପୋଏମ୍ ପାର୍ଟ, ସେଇଟାର ଏଇଟା ପ୍ରଥମ ବିଷୟ। କାହା ଦ୍ୱାରା ଲେଖା? ବାଇ ରବର୍ଟ ଫ୍ରଷ୍ଟ। ଓକେ, ନେକ୍ସଟ ଦେଖ, ଏଇଟା ହେଉଛି କ'ଣ? +2 ଫାର୍ଷ୍ଟ ଇୟର ଆର୍ଟ୍ସ କମର୍ସ ସାଇନ୍ସ ପାଇଁ ଷ୍ଟପିଂ ବାଇ ଉଡ୍ସ ଅନ୍ ଏ ସ୍ନୋ ଇଭିନିଂ, ଏଇଟା ହେଉଛି ଲେକ୍ଚର 1। ମୁଁ ତୁମକୁ ଅତି କମ୍ରେ ଏହି ଯେଉଁ ବିଷୟଟାକୁ 3ଟି ପାର୍ଟରେ ବା 3ଟି ଲେକ୍ଚରରେ ମୁଁ ଡିଭାଇଡ୍ କରିଛି। ତ ଆଜି ହେଉଛି ଲେକ୍ଚର 1। ଲେକ୍ଚର 1ରେ ମୁଁ ତୁମକୁ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ପୋଏଟ୍ଙ୍କର ଇଣ୍ଟ୍ରୋଡକ୍ସନ୍ ପଢ଼େଇବି। ତା ସହିତ ଏଇ ଯେଉଁ ବିଷୟର ୱାର୍ମ ଅପ୍ ଅଛି ସେଇ ୱାର୍ମ ଅପ୍ଟାକୁ ପଢ଼େଇବି। ତ ଏଇ ଦୁଇଟା ଲେକ୍ଚର 1ରେ ତୁମକୁ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ପୋଏଟ୍ ଆଉ ୱାର୍ମ ଅପ୍କୁ ତୁମ ସହିତ ମୁଁ ଡିସ୍କସନ୍ କରିବି। ଓକେ, ଦେଖ ଛୁଆମାନେ, ଇଣ୍ଟ୍ରୋଡ୍ୟୁସିଂ ଦ ଅଥର, ଦେଖିପାରୁଛ ଚିତ୍ର, ଇଏ ହଉଛନ୍ତି ରବର୍ଟ ଫ୍ରଷ୍ଟ। ଏଇଟା ହଉଛି ରବର୍ଟ ଫ୍ରଷ୍ଟଙ୍କର ୟଙ୍ଗ, ଯେତେବେଳେ ସେ ୟଙ୍ଗ ଥିଲେ ସେଇ ସମୟର ଫଟୋ ଏଟା। ଦେଖ, ତାଙ୍କର ପୁରା ନାମଟା କ'ଣ ମନେ ରଖିବ ମାନେ ରବର୍ଟ ଲି ଫ୍ରଷ୍ଟ। ତାଙ୍କ ପୁରା ନାଁ ହେଉଛି ରବର୍ଟ ଲି ଫ୍ରଷ୍ଟ। ତାଙ୍କର ଜନ୍ମ କେବେ ହେଇଥିଲା ନା 1874ରେ ତାଙ୍କର ଜନ୍ମ ହେଇଥିଲା। କେବେ? 1874ରେ। ମୃତ୍ୟୁ କେବେ ହେଇଥିଲା? 1963, 1963ରେ। is one of the most popular and critically acclaimed American poets। ସେ କ'ଣ କହୁଛି ନା, ତମେ ଜାଣିଛ ସେ ଜଣେ ଆମେରିକାନ ପୋଏଟ୍ ଥିଲେ। ଅବଭିୟସଲି ସେ ତାଙ୍କ ଘର କୋଉଠି? ଆମେରିକାରେ। ସେ ଜଣେ ଆମେରିକାନ ପୋଏଟ୍ ଥିଲେ। ଦେଖ, ସେ କହୁଛି ଯେତିକି ବି ଆମେରିକାନ ପୋଏଟ୍ସ ଥିଲେ କ୍ରିଟିକଲି ମାନେ କ'ଣ ନା ସମାଲୋଚକ ମାନଙ୍କ ଦ୍ୱାରା ଆକ୍ଲେମ୍ଡ, ସମାଲୋଚକ ମାନଙ୍କ ଦ୍ୱାରା ବା ସମାଲୋଚନାତ୍ମକ ଭାବରେ ଯିଏ ଉଚ୍ଚ ପ୍ରଶଂସିତ ଯେଉଁ ସବୁ ଆମେରିକାରେ ପୋଏଟ୍ସ ଥିଲେ, ମୋଷ୍ଟ ପପୁଲାର ମାନେ ବହୁତ ଜଣାଶୁଣା, ପପୁଲାର ମାନେ ଫେମସ୍ ବା ଜଣାଶୁଣା, ଏବଂ ସମାଲୋଚନାତ୍ମକ ଭାବରେ ଯିଏ ଅତି ଉଚ୍ଚ ପ୍ରଶଂସିତ, ସେହି ପୋଏଟ୍ସ ଯେଉଁ ଥିଲେ ତାଙ୍କ ଭିତରୁ ରବର୍ଟ ଲି ଫ୍ରଷ୍ଟ ହଉଛନ୍ତି ଜଣେ। ବୁଝିପାରିଲ କି ନାହିଁ? ତାପରେ କ'ଣ ଅଛି? he is highly regarded for his realistic depictions of rural life and his command of American colloquial speech। ସେ କ'ଣ କହୁଛନ୍ତି? ସେ ହାଇଲି ରିଗାର୍ଡେଡ ମାନେ କ'ଣ? ସମ୍ମାନିତ। ସେ ବହୁ ମାତ୍ରାରେ ସମ୍ମାନିତ ହୁଅନ୍ତି। କାହା ପାଇଁ ନା ଫର୍ ହିଜ୍ ରିଆଲିଷ୍ଟିକ୍ ଡେପିକ୍ସନ୍ ଅଫ୍ ରୁରାଲ ଲାଇଫ୍। ଦୁଇଟା ଜିନିଷ ପାଇଁ ହୁଅନ୍ତି। ପ୍ରଥମେ ତ ରିଆଲିଷ୍ଟିକ୍ ଡେପିକ୍ସନ୍ସ ଅଫ୍ ରୁରାଲ ଲାଇଫ୍ ଏବଂ ତାଙ୍କର କମାଣ୍ଡ ଅଫ୍ ଆମେରିକାନ କଲୋକିଆଲ ସ୍ପିଚ୍। ଏଇ ଯେଉଁ ଦୁଇଟା କାରଣ ଯୋଗୁଁ ସିଏ ବହୁ ମାତ୍ରାରେ ସମ୍ମାନିତ ହୁଅନ୍ତି।
ଅତି ମାତ୍ରାରେ ସମ୍ମାନିତ ହୁଅନ୍ତି। ରିଆଲିଷ୍ଟିକ୍ ମାନେ କ'ଣ ନା ବାସ୍ତବବାଦୀ। ଡେପିକ୍ସନ୍ ମାନେ ଚିତ୍ରଣ ଅଫ୍ ରୁରାଲ୍ ଲାଇଫ୍। ରୁରାଲ୍ ମାନେ ଗ୍ରାମ୍ୟ, ଲାଇଫ୍ ମାନେ ଜୀବନ। ଯୋଉ ଗ୍ରାମ୍ୟ ଜୀବନ ଅଛି, ଗ୍ରାମ୍ୟ ଜୀବନର ବାସ୍ତବବାଦୀ ଚିତ୍ରଣ, ଗ୍ରାମ୍ୟ ଜୀବନର ବାସ୍ତବବାଦୀ ଚିତ୍ରଣ। ସେ ଯାହାବି ତାଙ୍କ ପୋଏମରେ ପରିପ୍ରକାଶ କରନ୍ତି ସେ ଗ୍ରାମ୍ୟ ଜୀବନ ଉପରେ ଆଧାରିତ ହୋଇଥାଏ। ଆଉ ତାର ବାସ୍ତବବାଦୀ କ'ଣ ନା ଡେପିକ୍ସନ୍, ତାକୁ ଅତି ବାସ୍ତବବାଦୀ ଭାବରେ ଚିତ୍ରଣ କରିଥାନ୍ତି ସେଇ ଗ୍ରାମ୍ୟ ଜୀବନକୁ। ଏଟା ଏବଂ ଆଉ ଗୋଟେ କ'ଣ, ହିଜ୍ କମାଣ୍ଡ ଅଫ୍ ଆମେରିକାନ୍ କଲୋକିଆଲ୍ ସ୍ପିଚ୍। କମାଣ୍ଡ ମାନେ ଛୁଆମାନେ ଅସାଧାରଣ ଦକ୍ଷତା। ତାହେଲେ ତାଙ୍କର ଅସାଧାରଣ ଦକ୍ଷତା ଥିଲା କୋଉଥିରେ? ଆମେରିକାନ୍ କଲୋକିଆଲ୍ ସ୍ପିଚ୍। ଦେଖ ଆମେରିକାନ୍ ମାନେ ଆମେରିକା ସମ୍ବନ୍ଧୀୟ ଆମେରିକାନ୍ କଲୋକିଆଲ୍ ମାନେ ଛୁଆମାନେ କ'ଣ ନା ଆଞ୍ଚଳିକ ସ୍ପିଚ୍ ମାନେ ଭାଷା। ଆମେରିକାର ଆଞ୍ଚଳିକ ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ଆମେରିକାନ୍ କଲୋକିଆଲ୍ ସ୍ପିଚ୍ ମାନେ ଆମେରିକାର ଆଞ୍ଚଳିକ ଭାଷା ଉପରେ କ'ଣ ଅଛି? ତାଙ୍କର ହିଜ୍ କମାଣ୍ଡ ମାନେ ତାଙ୍କର ଅସାଧାରଣ ଦକ୍ଷତା ଥିଲା। ତାହେଲେ ଏହି ଦୁଇଟା କାରଣ ଯୋଗୁଁ, ଗୋଟେ ହେଉଛି ଆମେରିକାର ଆଞ୍ଚଳିକ ଭାଷା ଉପରେ ତାଙ୍କର ଅସାଧାରଣ ଦକ୍ଷତା ଥିଲା, ଆଉ ଗୋଟେ ହେଉଛି ଗ୍ରାମ୍ୟ ଜୀବନକୁ ଅତି ବାସ୍ତବବାଦୀ ଭାବରେ ଚିତ୍ରଣ କରନ୍ତି, ଅତି ବାସ୍ତବିକ ଭାବରେ ଚିତ୍ରଣ କରନ୍ତି। ଏହି ଦୁଇଟି କାରଣ ଯୋଗୁଁ ସେ ଅତି ମାତ୍ରାରେ କ'ଣ ହେଇଥିଲେ ଛୁଆମାନେ ନା ଅତି ମାତ୍ରାରେ ବା ବହୁ ମାତ୍ରାରେ ସମ୍ମାନିତ ହଉଥିଲେ ସବୁଆଡ଼େ। ତାପରେ କହୁଛି ହିଜ୍ ପୋଏଟ୍ରି ରିଭିଲ୍ସ, ତାଙ୍କର ପୋଏଟ୍ରି କ'ଣ କରେ? ରିଭିଲ୍ କରେ। ରିଭିଲ୍ ମାନେ କ'ଣ ଛୁଆମାନେ ନା ପ୍ରକାଶ କରିବା। ତାଙ୍କର ପୋଏଟ୍ରି ପ୍ରକାଶ କରେ ଏ କିନ୍ ଇଣ୍ଟରେଷ୍ଟ। କିନ୍ ମାନେ ବ୍ୟଗ୍ର ବା ତୀବ୍ର ବା ଅତି ମାତ୍ରାରେ, ପ୍ରବଳ ବି ଲେଖିପାରିବ। ଇଣ୍ଟରେଷ୍ଟ ମାନେ ଉତ୍ସାହ ଲେଖିପାରିବ। ଇନ୍ ଦ ଭେରିଂ ବିଉଟିଜ୍। ଭେରିଂ ମାନେ ଭିନ୍ନ ଭିନ୍ନ, ଆଉ ବିଉଟିଜ୍ ମାନେ ସୁନ୍ଦରତା ଅଫ୍ ନେଚର ମାନେ ପ୍ରକୃତି। ତାହେଲେ ସେ କ'ଣ କହୁଛନ୍ତି ନା ତାଙ୍କର ପୋଏଟ୍ରି କ'ଣ ରିଭିଲ୍ କରେ ନା ତାଙ୍କର ପ୍ରବଳ କ'ଣ ଉତ୍ସାହ। କାହାର ପ୍ରବଳ ଉତ୍ସାହ? ନା ରବର୍ଟ ଲି ଫ୍ରଷ୍ଟଙ୍କର ପ୍ରବଳ ଉତ୍ସାହ। କୋଉଥିରେ? ନା ପ୍ରକୃତିର ଯୋଉ ଭିନ୍ନ ଭିନ୍ନ ସୁନ୍ଦରତା ଅଛି। ଭେରିଂ ବିଉଟିଜ୍ ମାନେ ଭିନ୍ନ ଭିନ୍ନ ସୁନ୍ଦରତା, ପ୍ରକୃତିର ଭିନ୍ନ ଭିନ୍ନ ସୁନ୍ଦରତା ପ୍ରତି ଯୋଉ ତାଙ୍କର ପ୍ରବଳ ଆଗ୍ରହ, ଇଣ୍ଟରେଷ୍ଟ ମାନେ ଆଗ୍ରହ ବା ଉତ୍ସାହ ଅଛି, ସେ ସବୁ ଜିନିଷକୁ ସେ ତାଙ୍କ ପୋଏଟ୍ରି ମାଧ୍ୟମରେ ପ୍ରକାଶିତ କରନ୍ତି। ତାହେଲେ ସେ ବହୁତ ମାନେ ପ୍ରକୃତିକୁ ଭଲ ପାଉଥିଲେ। ତାଙ୍କ ଭିନ୍ନ ଭିନ୍ନ ସୁନ୍ଦରତା ଅଛି, ପ୍ରକୃତି ଅଛି, ଭିନ୍ନ ଭିନ୍ନ ସୁନ୍ଦରତା ଅଛି ପ୍ରକୃତିର, କାରଣ ଭିନ୍ନ ଭିନ୍ନ ପ୍ରକାରର ସିନେରୀ ଅଛି ଆମ ଏନଭାୟରନମେଣ୍ଟରେ। ତ ଭିନ୍ନ ଭିନ୍ନ ଯୋଉ ସୁନ୍ଦରତା ଅଛି ଆମ ପ୍ରକୃତିର, ତା ପ୍ରତି ଥିବା ତାଙ୍କର ପ୍ରବଳ ଆଗ୍ରହ ବା ଉତ୍ସାହ, ସେସବୁ ତାଙ୍କ ପୋଏଟ୍ରିରେ ସେ ପ୍ରକାଶ କରନ୍ତି। ଏବଂ ଆଉ କ'ଣ ନା ଆଣ୍ଡ ଦ ଅପେରେଣ୍ଟଲି ସ୍ମଲ୍, ଆଉ କ'ଣ ଦେଖାନ୍ତି ତା ପୋଏଟ୍ରିଟା ରିଭିଲ୍ସ କରେ ନା ତାଙ୍କ ପୋଏଟ୍ରି ଭାରି ଛୋଟିଆ। ଅପେରେଣ୍ଟଲି ମାନେ ଦୃଶ୍ୟମାନ ହେଉଥିବା, ସ୍ମଲ୍ ମାନେ ପୁରା, ଅପେରେଣ୍ଟଲି ମାନେ କ୍ଲିୟରଲି କହିପାରିବ, ସ୍ମଲ୍ ମାନେ ଛୋଟ। ତାଙ୍କ ପୋଏଟ୍ ଗୁଡ଼ା ବହୁତ ଛୋଟ ଥିଲା, ବଟ୍ କିନ୍ତୁ କ'ଣ ହଉଥିଲା ନା ଡିପଲି ମିନିଙ୍ଗଫୁଲ୍ ଜୟସ୍ ଆଣ୍ଡ ସରୋଜ୍ ଅଫ୍ ଅର୍ଡିନାରୀ ମେନ୍ ଆଣ୍ଡ ୱିମେନ୍। ତାଙ୍କ ପୋଏଟ୍ ଗୁଡ଼ା ତାଙ୍କର ପୋଏମ୍ ଗୁଡ଼ା କାହା ଉପରେ ଆଧାରିତ ଥିଲା ନା ଯୋଉ ଅର୍ଡିନାରୀ ସାଧାରଣ ମେନ୍ ଆଉ ୱିମେନ୍, ସାଧାରଣ ପୁରୁଷ ଏବଂ ମହିଳା ମାନଙ୍କର ଯୋଉ ଦୁଃଖ ଏବଂ ସୁଖ, ସରୋଜ ମାନେ ଦୁଃଖ ଆଉ ଜୟସ୍ ମାନେ ସୁଖ, ସେଗୁଡାକୁ ସେ କ'ଣ ନା ଡିପଲି ମାନେ ଗଭୀର ଭାବରେ ବା ଅତି ମାତ୍ରାରେ ସେ ସବୁ କ'ଣ ଥିଲା ଛୁଆମାନେ ନା ମିନିଙ୍ଗଫୁଲ୍ ଥିଲା, ଅତ୍ୟଧିକ ମିନିଙ୍ଗଫୁଲ୍ ଥାଏ। କ'ଣ ଛୁଆମାନେ ସେ କହୁଛି ତାର ପୋଏମଟା ଅପେରେଣ୍ଟଲି ସ୍ମଲ୍, ପୋଏମଟା କ୍ଲିୟରଲି ସ୍ମଲ୍, ବହୁତ ଛୋଟ ହୋଇଥାଏ, ଦୃଶ୍ୟମାନ ହୁଏ କି ତା ପୋଏମ୍ ଭାରି ଛୋଟ, ତାଙ୍କ ପୋଏମ୍ ଭାରି ଛୋଟ, ବଟ୍ କିନ୍ତୁ ଡିପଲି ମିନିଙ୍ଗଫୁଲ୍ ହେଇଥାଏ, କିନ୍ତୁ ଗଭୀର ମାତ୍ରାରେ ତାଙ୍କର ଯୋଉ ମିନିଙ୍ଗଫୁଲ୍ ହେଇଥାଏ, ଅର୍ଥପୂର୍ଣ୍ଣ ହୋଇଥାଏ, ତାର ବହୁତ ମାନେ କ'ଣ ମାନେ ଗଭୀର ମିନିଂ ଥାଏ ବୋଲି କହୁଛି ତାଙ୍କ ପୋଏମ୍ରେ। ତା ସହିତ କ'ଣ
କ'ଣ ଥାଏ ସେ ପୋଏମ୍‌ରେ କାହା ଉପରେ ଆଧାରିତ ଥାଏ? ସେ କହୁଛନ୍ତି ଅର୍ଡ଼ିନାରୀ ମେନ୍ ଆଉ ୱିମେନ୍ ମାନଙ୍କର ଯୋଉ ଦୁଃଖ ଏବଂ ସୁଖ ଉପରେ ଥାଏ ବୋଲି ସେ କହୁଛନ୍ତି। ତାହେଲେ ମୁଁ ଆଶା କରୁଛି ପିଲାମାନେ ତୁମେମାନେ ଅଥରଙ୍କର ଇଣ୍ଟ୍ରୋଡକ୍ସନ୍ ବା ଯୋଉ ପୋଏଟ୍‌ଙ୍କର ଇଣ୍ଟ୍ରୋଡକ୍ସନ୍ ତୁମେ ବୁଝିପାରିଥିବ। ଓକେ, ଏବେ ଆମେ ନେକ୍ସଟକୁ ଯିବା। କ'ଣ ଅଛି ଏବେ ଦେଖ ଛୁଆମାନେ, କ'ଣ ଅଛି ଏଇଟା ହେଉଛି ୱାର୍ମ ଅପ୍। କ'ଣ ଛୁଆମାନେ? ୱାର୍ମ ଅପ୍। ଆମେ ଯୋଉ ପୋଏମ୍ ପଢିବା ତା ପୂର୍ବରୁ ତା ବିଷୟରେ ଟିକେ ଆମେ ଜାଣିବା କ'ଣ ଅଛି ଏ ପୋଏମ୍‌ରେ। ଦେଖ ୱାର୍ମ ଅପ୍ କ'ଣ କହୁଛି? ଡୁ ୟୁ ନୋ ଦିସ୍ ପୋଏମ୍ ୱାଜ୍ ଏ ଗ୍ରେଟ୍ ଫେଭରେଟ୍ ଅଫ୍ ଜବାହରଲାଲ ନେହେରୁ। ତମେ ତ ଜାଣିଥିବ ଜବାହରଲାଲ ନେହେରୁକୁ ଛୁଆମାନେ ତାଙ୍କର ଏହି ପୋଏମ୍‌ଟା କ'ଣ ଥିଲା? ଗ୍ରେଟ୍ ଫେଭରେଟ୍, ଅତି ପ୍ରିୟ ଥିଲା, ଅତି ପ୍ରିୟ ଥିଲା। କାହାର? ଜବାହରଲାଲ ନେହେରୁଙ୍କର। ତୁମେ ଏ କଥା ଜାଣିଛ କି ବୋଲି କ୍ୱେଶ୍ଚନ୍ ଏଠି ରହିଛି। ୱାର୍ମ ଅପ୍‌ରେ କ୍ୱେଶ୍ଚନ୍ ପଚାରୁଛନ୍ତି। ତ କ'ଣ ନା ଜବାହରଲାଲ ନେହେରୁଙ୍କର ଏଟା ଗୋଟେ ଅତି ପ୍ରିୟ କବିତା ଥିଲା। ତାପରେ perhaps this poem reminded him, ସମ୍ଭବତଃ ଏହି ପୋଏମ୍ ମନେ ପକେଇ ଦେଉଥିଲା। ରିମାଇଣ୍ଡ ମାନେ ମନେ ପକେଇ ଦେବା, ମନେ ପକେଇ ଦେଉଥିଲା ତାଙ୍କୁ ତାଙ୍କର ରେସ୍ପନ୍ସିବିଲିଟିଜ୍ ବିଷୟରେ, ତାଙ୍କୁ ତାଙ୍କର ରେସ୍ପନ୍ସିବିଲିଟିଜ୍ ବିଷୟରେ ମନେ ପକେଇ ଦେଉଥିଲା। ରେସ୍ପନ୍ସିବିଲିଟିଜ୍ ମାନେ କ'ଣ? ଦାୟିତ୍ୱ ଏବଂ ଆଉ କ'ଣ ଛୁଆମାନେ? ଦାୟିତ୍ୱ ବା କର୍ତ୍ତବ୍ୟ ମନେ ପକେଇ ଦେଉଥିଲା। କାହାକୁ? ନା ଜବାହରଲାଲ ନେହେରୁକୁ। ସେଇ ଲାଗି ହୁଏତ ଏଇ ପୋଏମ୍‌ଟା ଜବାହରଲାଲ ନେହେରୁଙ୍କର ଅତି ପ୍ରିୟ ଥିଲା ବୋଲି କୁହାହଉଛି। ବୁଝିପାରିଲ କି ଛୁଆମାନେ? ତାପରେ ଅନ୍ ଦ ସର୍ଫେସ୍ ମାନେ ନର୍ମାଲି ତମେ କହିପାରିବ ବା ଉପର ସ୍ତରରେ କହିପାରିବ। ଦିସ୍ ଇଜ୍ ସିମ୍ପଲ୍ ପୋଏମ୍, ଏହା ଗୋଟେ ସାଧାରଣ ପୋଏମ୍ ଅଟେ। ଅନ୍ ଦ ସର୍ଫେସ୍ ମାନେ କ'ଣ ବୁଝିଲ? ଉପର ସ୍ତରରେ ବା ନର୍ମାଲି ଏହି ପୋଏମ୍‌ଟା ସାଧାରଣ ପୋଏମ୍ ଅଟେ ବୋଲି କୁହାହଉଛି। ଦ ସ୍ପିକର ଷ୍ଟପ୍ସ ହିଜ୍ ହର୍ସ, କ'ଣ କୁହାହଉଛି ଦେଖ ପୋଏମ୍‌ରେ କ'ଣ ଅଛି ଦେଖ। ସାଧାରଣ ପୋଏମ୍‌ରେ କ'ଣ ଅଛି ଦେଖ ନା ଦ ସ୍ପିକର ଅଛନ୍ତି, ସ୍ପିକର ମାନେ ପୋଏଟ୍ ଅଛନ୍ତି, ଠିଆ ହୁଅନ୍ତି। ଷ୍ଟପ୍ ଠିଆ କରାନ୍ତି କ'ଣ ନା ତାଙ୍କର ଘୋଡ଼ାକୁ ଠିଆ କରନ୍ତି। ହିଜ୍ ହର୍ସ ତାଙ୍କର ଘୋଡ଼ାକୁ, ତାଙ୍କର ଗୋଟେ ଘୋଡ଼ା ଅଛି ତାକୁ ଠିଆ କରନ୍ତି। କୋଉଠି? ବାଇ ସମ୍ ଉଡ୍ସ, ଗୋଟେ କୌଣସି ଏକ ଛୋଟ ଜଙ୍ଗଲ ନିକଟରେ। ବାଇ ମାନେ ନିକଟରେ, ସମ୍ ମାନେ କୌଣସି ଏକ, ଉଡ୍ସ ମାନେ ଜଙ୍ଗଲ, ଛୋଟ ଜଙ୍ଗଲକୁ ଉଡ୍ସ କୁହାଯାଏ। କୌଣସି ଏକ ଛୋଟ ଜଙ୍ଗଲ ନିକଟରେ ପୋଏଟ୍ ତାଙ୍କ ଘୋଡ଼ାକୁ ଠିଆ କରାନ୍ତି। ଅନ୍ ଏ ସ୍ନୋ ଇଭିନିଂ, କୋଉ ଭଳିଆ ଦିନରେ ନା ଗୋଟେ ସ୍ନୋଇ ଇଭିନିଂରେ। କେତେବେଳେ ଛୁଆମାନେ? ସ୍ନୋଇ, ଏକ ତୁଷାରମୟ ସନ୍ଧ୍ୟାରେ ସ୍ପିକର ମାନେ ପୋଏଟ୍ ତାଙ୍କର ଘୋଡ଼ାକୁ କୌଣସି ଏକ ଛୋଟ ଜଙ୍ଗଲ ନିକଟରେ ଛିଡ଼ା କରାନ୍ତି। ତାପରେ ଦେଖ ଛୁଆମାନେ, he takes in the lovely scene in near silence. he takes in, take in ମାନେ ଏଠି ଏନ୍ଜୟ କରିବା। ସେ ଏନ୍ଜୟ କରନ୍ତି ଲଭଲି, ସୁନ୍ଦର ଦୃଶ୍ୟକୁ, in near silence, ସେଇ ଯୋଉ ତାଙ୍କ ପାଖରେ ଥିବା ବା ସେହି ତାଙ୍କ ଚତୁଃପାର୍ଶ୍ୱରେ ବା ସରାଉଣ୍ଡିଂସରେ ଯୋଉ ସାଇଲେନ୍ସ ଅଛି, ସମ୍ପୂର୍ଣ୍ଣ ସାଇଲେନ୍ସ, ପୁରା କ୍ୱାଇଟ୍ ଶାନ୍ତ ପ୍ଲେସ୍‌ରେ ସିଏ ପୁରା ଏନ୍ଜୟ କରୁଥାନ୍ତି। କାହାକୁ? ନା ସେଇ ଲଭଲି ସିନ୍, ସୁନ୍ଦର ଦୃଶ୍ୟକୁ ଏନ୍ଜୟ କରୁଥାନ୍ତି। ତାପରେ କ'ଣ? ଇଜ୍ ଟେମ୍ପଟେଡ୍ ଟୁ ଷ୍ଟେ ଲଙ୍ଗର। ଟେମ୍ପଟେଡ୍ ମାନେ ଆଟ୍ରାକ୍ଟେଡ୍, ସେ ଆଟ୍ରାକ୍ଟେଡ୍ ହୁଅନ୍ତି, ଆକର୍ଷିତ ହୁଅନ୍ତି। ଟୁ ଷ୍ଟେ ଲଙ୍ଗର, ଅଧିକରୁ ଅଧିକ ସମୟ ସେଠାରେ ବିତେଇବା ଲାଗି, ତାକି ବହୁ ଅଧିକରୁ ଅଧିକ ଜିନିଷ ସେ ଏନ୍ଜୟ କରିପାରନ୍ତୁ। ସେଇ ଲାଗି ସେ ଅଧିକ ସମୟ ସେଠାରେ ବିତେଇବା ଲାଗି ଆକର୍ଷିତ ବା ପ୍ରଲୋଭିତ ହୁଅନ୍ତି। ଟେମ୍ପଟେଡ୍ ମାନେ ପ୍ରଲୋଭିତ ହେବା ବା ଆକର୍ଷିତ ହେବା। ବଟ୍ ଆକ୍ନୋଲେଜେସ୍, କିନ୍ତୁ ଆକ୍ନୋଲେଜେସ୍ ମାନେ ରିଏଲାଇଜେସ୍, କିନ୍ତୁ ରିଏଲାଇଜ୍ କରନ୍ତି। ଦ ପୁଲ୍ ଅଫ୍ ଅବ୍ଲିଗେସନ୍ସ ମାନେ କ'ଣ ନା ଦାୟିତ୍ୱ ଏବଂ କର୍ତ୍ତବ୍ୟ। ଦ ପୁଲ୍ ଅଫ୍ ଅବ୍ଲିଗେସନ୍ସ ମାନେ ଦାୟିତ୍ୱ ଏବଂ କର୍ତ୍ତବ୍ୟ କଥା ସେ ହୃଦୟଙ୍ଗମ କରନ୍ତି। and the considerable distance yet to be traveled before he can rest for the night. ଆଉ କ'ଣ ସେ ହୃଦୟଙ୍ଗମ କରନ୍ତି ନା considerable ମାନେ ଯଥେଷ୍ଟ, ଡିଷ୍ଟାନ୍ସ ମାନେ ଦୂରତା, ଏପର୍ଯ୍ୟନ୍ତ ତାଙ୍କୁ କ'ଣ କରିବାର ଅଛି? ଟ୍ରାଭେଲ୍ କରିବାର ଅଛି। ବିଫୋର୍ ହି କ୍ୟାନ୍ ରେଷ୍ଟ ଫର୍ ଦ ନାଇଟ୍, ରାତିରେ ଶୋଇବା ପୂର୍ବରୁ, ରେଷ୍ଟ ନେବା ପୂର୍ବରୁ ତାଙ୍କୁ ଯଥେଷ୍ଟ ଡିଷ୍ଟାନ୍ସ ଅତିକ୍ରମ କରିବାର ଅଛି। ଆଉ କ'ଣ ତାଙ୍କର ମନେ ସେ ରିଏଲାଇଜ୍ କରୁଛନ୍ତି? ଏ କଥାକୁ ତ ରିଏଲାଇଜ୍ କରୁଛନ୍ତି, ତା ସହିତ ସେ ରିଏଲାଇଜ୍ କରୁଛନ୍ତି ତାଙ୍କର କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସେ ହୃଦୟଙ୍ଗମ କରୁଛନ୍ତି।
ତାପରେ କଣ ହେଇଛି ତାହେଲେ କଣ ହେଇଛି ଏଠି ଆମେ ବୁଝିଲୁ ନା ଗୋଟେ କୌଣସି ଆମର ହଉଛି ଯୋଉ ପୋଏଟ ଅଛନ୍ତି ପୋଏଟ ହଉଛି କଣ କଲେ ତାଙ୍କ ଘୋଡାକୁ କଣ କରିଦେଲେ ନା ଠିଆ କରେଇଲେ କୋଉଠି ନା ଗୋଟେ କୌଣସି ଜଙ୍ଗଲ ଛୋଟ ଜଙ୍ଗଲ ନିକଟରେ ଆଉ କୋଉ ଭଳିଆ ଟାଇମ ଥିଲା ତୁଷାରମୟ ସନ୍ଧ୍ୟାଟେ ଥିଲା ତୁଷାରମୟ ସନ୍ଧ୍ୟାରେ ତାପରେ ସେ କଣ କରନ୍ତି ସେଠି ସେ ଏନ୍ଜୟ କରନ୍ତି ପୁରା ସେ ଯୋଉ ଲଭଲି ସିନ୍ ଅଛି ସୁନ୍ଦର ଅ ସୁନ୍ଦର ବାତାବରଣ ବା ସୁନ୍ଦର ଯୋଉ ଦୃଶ୍ୟ ଅଛି ତାକୁ ନିୟର ସାଇଲେନ୍ସ ମାନେ କଣ ନିୟର ସାଇଲେନ୍ସ ମାନେ ପୁରା କ୍ୱାଇଟ ପ୍ଲେସ ପୁରା ସରାଉଣ୍ଡିଂ କ୍ୱାଇଟ ଶାନ୍ତ ଥାଏ ସେଠି ସେ ଉପଭୋଗ କରୁଥାନ୍ତି ସେ ସୁନ୍ଦର ଦୃଶ୍ୟକୁ ତାପରେ ସେ ଉପଭୋଗ କରିବା ସମୟରେ ସେ ପ୍ରଲୋଭିତ ହୁଅନ୍ତି ଆହୁରି ଅଧିକ ସମୟ ସେଠାରେ ବିତେଇବା ଲାଗି କିନ୍ତୁ ହଠାତ୍ କି ତାଙ୍କର ସେ ହୃଦୟଙ୍ଗମ କରନ୍ତି ବା ମନେ ପକାନ୍ତି କି ତାଙ୍କର କିଛି କର୍ତ୍ତବ୍ୟ ଅଛି ଦ ପୁଲ୍ ଅଫ୍ ଅବ୍ଲିଗେସନ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଅଛି ଏବଂ ଆଉ ତା ସହିତ କଣ ମନେ ପକାନ୍ତି ନା ତାଙ୍କୁ ଆଜି ରାତିରେ ଶୋଇବା ପୂର୍ବରୁ ତାଙ୍କୁ ଯଥେଷ୍ଟ ଡିଷ୍ଟାନ୍ସ ଆହୁରି ଅତିକ୍ରମ କରିବାର ଅଛି କାରଣ ସେ ଯୋଉଠୁ ଠିଆ ହେଇଛନ୍ତି ସେଠୁ ଆହୁରି ବହୁତ ଦୂର ଅଛି ତାଙ୍କ ଘର ତ ସେ ଲାଗି ସେ ସବୁ ଜିନିଷକୁ କଣ କରୁଛନ୍ତି ନା ହୃଦୟଙ୍ଗମ କରୁଛନ୍ତି ତାପରେ କଣ ହେଇଛି ଏ ପଏମରେ ବଟ୍ ଏଟ୍ ଦ ଡିପର ଲେଭେଲ କିନ୍ତୁ ଯଦି ଆମେ ଟିକେ ଗଭୀର ସ୍ତରରେ ୟାକୁ ବୁଝିବାକୁ ଚେଷ୍ଟା କରିବା ଟିକେ ଗଭୀର ସ୍ତରରୁ ଆମେ କଣ ବୁଝିବାକୁ ଚେଷ୍ଟା କରିବା ଏଇ ଯୋଉ ଜର୍ନି ଥ୍ରୁ ଦ ଉଡ୍ସ ଏଇ ଯୋଉ ଜଙ୍ଗଲ ଛୋଟ ଜଙ୍ଗଲ ଦେଇ ସେ ଯାତ୍ରା କରୁଛନ୍ତି ଜର୍ନି ମାନେ କଣ ଯାତ୍ରା କରିବା ଥ୍ରୁ ମାନେ ଦେଇ ଯୋଉ ଛୋଟ ଜଙ୍ଗଲ ଦେଇ ଯାତ୍ରା କରୁଛନ୍ତି ଏହା ସଜେଷ୍ଟିଭ ମାନେ ରେଫର କରୁଛି ବା ଇଣ୍ଡିକେଟ କରୁଛି ଜର୍ନି ଥ୍ରୁ ଲାଇଫ ଇଟସେଲ୍ଫ ମାନେ ଜର୍ନି ଥ୍ରୁ ଲାଇଫ ମାନେ ଜୀବନ ଯାତ୍ରାକୁ ଇଣ୍ଡିକେଟ କରୁଛି ଜର୍ନି ଥ୍ରୁ ଦ ଉଡ୍ସ କାହାକୁ ଇଣ୍ଡିକେଟ କରୁଛି ଜର୍ନି ଥ୍ରୁ ଲାଇଫ ଇଟସେଲ୍ଫ ଜୀବନ ଯାତ୍ରାକୁ ଇଣ୍ଡିକେଟ କରୁଛି ବୋଲି କିଏ କହୁଛନ୍ତି ନା ଏଠି ବଟ୍ ବୁଝିବାକୁ ଆମକୁ ପଡିବ ବୁଝିପାରିଲ କି ନାଇଁ ଛୁଆ ମାନେ ତାପରେ the speaker stops for a brief time to meditate the speaker stops ତାହେଲେ ସ୍ପିକର କଣ ହୁଅନ୍ତି ନା ଛିଡା ହୁଅନ୍ତି for a brief time ମାନେ ସ୍ୱଳ୍ପ ଟାଇମ ମାନେ ସ୍ୱଳ୍ପ ସମୟ ପାଇଁ ସ୍ପିକର ଛିଡା ହୁଅନ୍ତି to meditate କଣ କରିବା ଲାଗି ଗଭୀର ଚିନ୍ତନ କରିବା ଲାଗି meditate ମାନେ ଗଭୀର ଚିନ୍ତନ କରିବା କୁ ସିଏ ସ୍ୱଳ୍ପ ସମୟ ପାଇଁ ଛିଡା ହୁଅନ୍ତି ଏବଂ ହୃଦୟଙ୍ଗମ କରନ୍ତି and realizes ହୃଦୟଙ୍ଗମ କରନ୍ତି ଯେ he needs to continue his journey ସେ କଣ କରିବା ଦରକାର ନା he needs ସେ ଦରକାର କଣ ନା to continue ଜାରି ରଖିବେ ତାଙ୍କର ଯାତ୍ରାକୁ ଜାରି ରଖିବାକୁ ସେ କଣ କରନ୍ତି ନା ହୃଦୟଙ୍ଗମ କରନ୍ତି ତାଙ୍କ ଯାତ୍ରା ଯୋଉ ଟ୍ରିପ ଅଛି ତାକୁ ସେ କଣ୍ଟିନ୍ୟୁ ଜାରି ରଖିବାର ଅଛି ବୋଲି ଏଟାକୁ ସେ ଅନୁଭବ କରନ୍ତି ବା ହୃଦୟଙ୍ଗମ କରନ୍ତି ତାପରେ କଣ କହୁଛି ନା ଦ ଫେମସ ଫ୍ରେଜ ମାନେ ଫେମସ ମାନେ ଛୁଆ ମାନେ ଅତି ଯୋଉଟା ପପୁଲାର ବା ବିଖ୍ୟାତ ଫ୍ରେଜ ଯୋଉ ଉକ୍ତି ଅଛି and miles to go before I sleep ଏଟା ଭାରି ଫେମସ ଛୁଆ ମାନେ ଆଉ ଆର ବହୁତ ବଡ ଅର୍ଥ ଅଛି ଛୁଆ ମାନେ ଆମେ ଯେତେବେଳେ ପଏମ ପଢେଇବି ମୁଁ ତମକୁ ସେତେବେଳେ ବୁଝେଇବି and miles to go before I sleep କେତେ ଗୁରୁତ୍ୱପୂର୍ଣ୍ଣ ଆମ ଜୀବନରେ ବୁଝିପାରିଲ କି ନାଇଁ ଏଇ ଯୋଉ ଫ୍ରେଜ not only refers to the physical distance ଏଇ ଯୋଉ ଫ୍ରେଜ ଟା କେବଳ ଇଣ୍ଡିକେଟ କରୁନାହିଁ ଦର୍ଶଉନାହିଁ ରେଫର କରୁନାହିଁ ଫିଜିକାଲ ଡିଷ୍ଟାନ୍ସ କେବଳ ଦୂରତାକୁ ଇଏ କଣ କରୁନି ରେଫର କରୁନି ଅଫ ଦ ଟ୍ରିପ ମାନେ ଯାତ୍ରା ବା ଯାତ୍ରାର ଯୋଉ ଦୂରତା ଅଛି ତାକୁ କେବଳ ଇଏ ରେଫର କରୁନାହିଁ ବଟ୍ ଅଲସୋ କିନ୍ତୁ ମଧ୍ୟ ଦ ଲଙ୍ଗ ଲାଇଫ ଏହେଡ ଅଫ ହିମ୍ କଣ କୁ ଇଏ ରେଫର କରୁଛି ଲଙ୍ଗ ଲାଇଫ ଏହେଡ ଅଫ ହିମ୍ ତାଙ୍କର ଆଗାମୀ ଲମ୍ବା ଜୀବନକୁ ରେଫର କରୁଛି ତାଙ୍କର ଏହେଡ ମାନେ ଆଗାମୀ ଲଙ୍ଗ ଲାଇଫ ମାନେ ଲମ୍ବା ଜୀବନ ତାଙ୍କର ଆଗାମୀ ଲମ୍ବା ଜୀବନକୁ କଣ କରୁଛି ଏଟା ରେଫର କରୁଛି ବୋଲି କିଏ କହୁଛନ୍ତି ନା ଏଠି ଦର୍ଶା ଯାଇଛି ଛୁଆ ମାନେ read the poem and feel how inspiring it is ଆସ ପୋଏମଟାକୁ ପଢିବା ଏବଂ ଅନୁଭବ କରିବା ବା ହୃଦୟଙ୍ଗମ କରିବା ହାଉ କେତେ ଇନ୍ସପାଇରିଂ କେତେ ଏଟା ପ୍ରେରଣାଦାୟକ ଏହି ପୋଏମଟା କେତେ ପ୍ରେରଣାଦାୟକ ଆମେ ଅନୁଭବ କରିବା ବୋଲି କୁହାଯାଇଛି ଆଉ ଥରେ ଏଇଟା ମନେ ରଖିବ ଆଉ ଥରେ ମୁଁ କହିବି and miles to go before I sleep ଏଇ ଯୋଉ ଆର ଅର୍ଥ କେବଳ ନୁହଁ ଏଇ ଯୋଉ ଉକ୍ତି କେବଳ ବୁଝଉନି ଇଣ୍ଡିକେଟ କରୁନି ଫିଜିକାଲ ଡିଷ୍ଟାନ୍ସ ଅଫ ଦ ଟ୍ରିପ ମାନେ ଯାତ୍ରାର ଫିଜିକାଲ ଡିଷ୍ଟାନ୍ସ କେବଳ ଯାତ୍ରାର ଦୂରତାକୁ ରେଫର କରୁନାହିଁ ବରଂ ବଟ୍ ଅଲସୋ
କିନ୍ତୁ ମଧ୍ୟ ବା ବରଂ କ'ଣ ନା ତାଙ୍କ ଯୋ ଲମ୍ବା ଆଗାମୀ ଲମ୍ବା ଏହେଡ୍ ମାନେ ଆଗାମୀ ଲଙ୍ଗ ଲାଇଫ୍ ମାନେ ଲମ୍ବା ଜୀବନ ତାଙ୍କର ଆଗାମୀ ଲମ୍ବା ଜୀବନକୁ ରେଫର କରୁଛି ବୋଲି କୁହାଯାଇଛି। Read the poem and feel how inspiring it is. Exactly, this poem is very inspirational kind of poem, and this poem inspires us a lot. When I teach you line by line in the text, I will let you know and you also feel this how inspiring this poem is. So guys, ଯେମିତିକି ମୁଁ କହିଥିଲି ଏହି ଭିଡ଼ିଓରେ ମୁଁ ତୁମକୁ କ'ଣ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ପୋଏଟ୍ ଆଉ ୱାର୍ମ ଅପ୍ କୁ ଆଲୋଚନା ତୁମ ସହିତ ମୁଁ କରିବି। ତ ଏ ତ ୱାର୍ମ ଅପ୍ ସରିଗଲା। ତ ଆଜି ଏହି ଭିଡ଼ିଓକୁ ମୁଁ ଏଇଠି ରଖୁଛି। ପୁଣି ଦେଖାହବ ନେକ୍ସଟ ଭିଡ଼ିଓରେ ଲେକ୍ଚର 2ରେ, ଯୋଉଥିରେ କି ମୁଁ ତୁମକୁ ଯୋଉ ଷ୍ଟାଞ୍ଜା ଅଛି ତାକୁ ଲାଇନ୍ ବାଇ ଲାଇନ୍ ଡିସ୍କସନ୍ କରିବି। ଯଦି ତୁମକୁ ପିଲାମାନେ ଭିଡ଼ିଓଟି ଭଲ ଲାଗିଥିବ ଆଉ ଭିଡ଼ିଓଟି ଇନଫର୍ମେଟିଭ୍ ହେଇଥିବ, ତାହେଲେ ତୁମେମାନେ ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବ। ଆଉ ତାଠାରୁ ବଡ଼ କଥା ହେଉଛି ନିଶ୍ଚିନ୍ତ ଭାବରେ ମୋର ଚ୍ୟାନେଲ ଯୋଉ ତପନ ସାର୍ ଇଂଲିଶ ଏକାଡେମୀ ଅଛି ତାକୁ ସବସ୍କ୍ରାଇବ କରିବ। ତ till the next class, see you, bye bye, jai jagannath, thank you।